ଘରେ ପାରା ମରିବା ଶୁଭ ନା ଅଶୁଭ? ହିନ୍ଦୁ ଧର୍ମ ଏବଂ ଭାରତୀୟ ସଂସ୍କୃତିରେ ଶାସ୍ତ୍ରରେ ପଶୁ ଏବଂ ପକ୍ଷୀ ସହିତ ଜଡ଼ିତ ଅନେକ ଶୁଭ ଓ ଅଶୁଭ ସଂକେତ ଉଲ୍ଲେଖ କରାଯାଇଛି। କପଦ ତଥା ପାରାକୁ ଶାନ୍ତି ଏବଂ ସମୃଦ୍ଧିର ପ୍ରତୀକ ଭାବରେ ବିବେଚନା କରାଯାଏ। କିନ୍ତୁ ଯେତେବେଳେ ଘରେ କପତର ମୃତ୍ୟୁ କଥା ଆସେ, ସେତେବେଳେ ପ୍ରଶ୍ନ ଉଠେ ଯେ ଏହା ଶୁଭ ନା ଅଶୁଭ? ପ୍ରକୃତରେ ହିନ୍ଦୁ ଧର୍ମରେ କପତକୁ ସକାରାତ୍ମକ ଶକ୍ତି ଏବଂ ସମୃଦ୍ଧିର ପ୍ରତୀକ ଭାବରେ ବିବେଚନା କରାଯାଏ। ଶକୁନ ଶାସ୍ତ୍ର ଅନୁସାରେ ଘରେ କପତ ଆଗମନକୁ ପ୍ରାୟତଃ ଶୁଭ ବୋଲି ବିବେଚନା କରାଯାଏ, କାରଣ ଏହା ଦେବୀ ଲକ୍ଷ୍ମୀଙ୍କ ଆଶୀର୍ବାଦ ସହିତ ଜଡ଼ିତ। କପତକୁ ଖାଦ୍ୟ ଦେବା ଦ୍ୱାରା କୁଣ୍ଡଳୀରେ ବୃହସ୍ପତି ଏବଂ ବୁଧ ଗ୍ରହର ସ୍ଥିତି ସୁଦୃଢ଼ ହୋଇଥାଏ, ଯାହା ଧନ, ସମୃଦ୍ଧି ଏବଂ ସକାରାତ୍ମକ ଶକ୍ତିକୁ ପ୍ରୋତ୍ସାହିତ କରେ। ତଥାପି କପତ ସହିତ ଜଡ଼ିତ କିଛି ସଂକେତକୁ ମଧ୍ୟ ଅଶୁଭ ବୋଲି ବିବେଚନା କରାଯାଏ, ବିଶେଷ କରି ଯେତେବେଳେ ସେମାନଙ୍କର ମୃତ୍ୟୁ କଥା ଆସେ। ଶକୁନ ଶାସ୍ତ୍ର କ'ଣ କହେ? ଶକୁନ ଶାସ୍ତ୍ରରେ ପକ୍ଷୀଙ୍କ ଗତିବିଧି ଭବିଷ୍ୟତର ସଂକେତ ସହିତ ଜଡ଼ିତ। ଘରେ କୌଣସି ପକ୍ଷୀର ମୃତ୍ୟୁ, ବିଶେଷ କରି କପତ, ଅଶୁଭ ବୋଲି ବିବେଚନା କରାଯାଏ। ଏହା ବିଶ୍ୱାସ କରାଯାଏ ଯେ ଯଦି ଛାତ, ବାଲକୋନି କିମ୍ବା ଘରର ଅନ୍ୟ କୌଣସି ସ୍ଥାନରେ କପତ ମୃତ୍ୟୁ ଅବସ୍ଥାରେ ମିଳେ, ତେବେ ଏହା ପରିବାର ପାଇଁ ଅସୁବିଧା କିମ୍ବା ଦୁର୍ଭାଗ୍ୟର ସଂକେତ ହୋଇପାରେ। ଏହା ପିଲାମାନଙ୍କ ସ୍ୱାସ୍ଥ୍ୟକୁ ପ୍ରଭାବିତ କରିପାରେ କିମ୍ବା ପରିବାରରେ କୌଣସି ରୋଗକୁ ଇଙ୍ଗିତ କରିପାରେ। ଶକୁନ ଶାସ୍ତ୍ର ଅନୁସାରେ ମୃତ କପୋତ ମିଳିବା ନକାରାତ୍ମକ ଶକ୍ତିର ସଂକେତ ହୋଇପାରେ, ଯାହା ଘରର ବାତାବରଣକୁ ପ୍ରଭାବିତ କରେ। ଏହା ପରିବାରରେ ଆର୍ଥିକ ସମସ୍ୟା, ଚାପ କିମ୍ବା ଅନ୍ୟାନ୍ୟ ସମସ୍ୟା ସୃଷ୍ଟି କରେ। ବାସ୍ତୁଶାସ୍ତ୍ର ଅନୁସାରେ କପୋତର ଆଗମନ ଅଶୁଭ। ବାସ୍ତୁଶାସ୍ତ୍ରରେ ଘରର ମୃତ୍ୟୁକୁ ଘରେ ନକାରାତ୍ମକ ଶକ୍ତିର ପ୍ରବେଶ ଭାବରେ ଦେଖାଯାଏ। ଶାସ୍ତ୍ରରେ ଘରେ ବସା ତିଆରି କରିବା ମଧ୍ୟ ଅଶୁଭ ବୋଲି ବିବେଚନା କରାଯାଏ, କାରଣ ଏହା ମଇଳା ଏବଂ ନକାରାତ୍ମକତାକୁ ପ୍ରୋତ୍ସାହିତ କରେ। ଯଦି ଘରେ କୌଣସି ପାରା ମରିଯାଏ, ତେବେ ଏହାକୁ ଆହୁରି ଗମ୍ଭୀର ସଂକେତ ବୋଲି ବିବେଚନା କରାଯାଏ। ବାସ୍ତୁଶାସ୍ତ୍ର ଅନୁସାରେ ମୃତ ପାରାକୁ ଘରୁ ତୁରନ୍ତ ବାହାର କରିଦିଆଯିବା ଉଚିତ ଏବଂ ଘରର ପବିତ୍ରତା ପାଇଁ ଗଙ୍ଗା ଜଳ ସହିତ ଶୁଦ୍ଧକରଣ ଭଳି ଧାର୍ମିକ ପଦକ୍ଷେପ ନେବା ଉଚିତ। ଜ୍ୟୋତିଷ ଶାସ୍ତ୍ରରେ କପୋତକୁ ରାହୁ ଏବଂ ବୁଧ ଗ୍ରହ ସହିତ ଜଡ଼ିତ କରାଯାଇଛି। କିଛି ବିଶ୍ୱାସ ଅନୁସାରେ କପୋତର ମୃତ୍ୟୁ ରାହୁର ଗ୍ରହ ନକାରାତ୍ମକ ପ୍ରଭାବକୁ ପ୍ରତିଫଳିତ କରେ, ଯାହା ଅସ୍ଥିରତା, ଭୟ କିମ୍ବା ହଠାତ୍ ସମସ୍ୟା ସୃଷ୍ଟି କରିପାରେ। ଯଦି କୌଣସି ବ୍ୟକ୍ତିଙ୍କ କୁଣ୍ଡଳୀରେ ରାହୁ କିମ୍ବା ବୁଧ ଦୁର୍ବଳ ଥାଏ, ତେବେ କପୋତର ମୃତ୍ୟୁକୁ ଏକ ଚେତାବନୀ ଭାବରେ ଦେଖାଯାଏ। ଏପରି ପରିସ୍ଥିତିରେ ଜ୍ୟୋତିଷମାନଙ୍କ ପରାମର୍ଶ ଦିଅନ୍ତି ଯେ